ଆଜିର ଅନୁଚିନ୍ତା ସଫଳତା ସେଇମାନଙ୍କ ପାଇଁ ଯିଏ ଅସଫଳତାରେ ମଧ୍ୟ ଆଶା ହାରେନି। ଜୀବନରେ ଜିତିବା ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି ଜିତିବା ପାଇଁ ଲଢ଼ିବା ଶିଖିବା। ପରିସ୍ଥିତି ଖରାପ ହେଲେ ମଧ୍ୟ ଆପଣଙ୍କ ମନୋବଳ ଖରାପ ହେବା ଉଚିତ ନୁହେଁ। ସ୍ୱପ୍ନ ଦେଖନ୍ତୁ, କାରଣ ସ୍ୱପ୍ନ ନଥିଲେ ଲକ୍ଷ୍ୟ ନଥାଏ, ଲକ୍ଷ୍ୟ ନଥିଲେ ଦିଗ ନଥାଏ। ଅସଫଳତା ହେଉଛି ସଫଳତାର ପ୍ରଥମ ପାଦ। ତା ଉପରେ ହାରିବା ନୁହେଁ, ଶିଖିବା ଅଛି। ଜୀବନ ଯେତେବେଳେ ଅନ୍ଧକାର ଲାଗେ ସେତେବେଳେ ଆପଣ ନିଜେ ଆଲୋକ ହୋଇଯାଆନ୍ତୁ। ସଫଳତା କେବେ ଅଚାନକ ଆସେ ନାହିଁ, ତା ଅନେକ ଛୋଟ ଛୋଟ ପ୍ରୟାସର ଫଳ। ଅନ୍ୟମାନେ ଆପଣଙ୍କୁ ଭୁଲ ବୁଝିଲେ ମଧ୍ୟ ଆପଣ ସଠିକ୍ ରାସ୍ତା ଛାଡ଼ିବେ ନାହିଁ। ଭଗବାନ ତାଙ୍କୁ ସହାୟ କରନ୍ତି ଯିଏ ନିଜକୁ ସହାୟ କରିବାରେ ଲାଗିଥାଏ। ସମୟ ଓ ସୁଯୋଗ ଯେଉଁ ମଣିଷ ଅପେକ୍ଷା କରେ ନାହିଁ ସେ ନିଜେ ନିଜର ଅସୁବିଧା ତିଆରି କରେ।